ସମସ୍ତଙ୍କୁ ନମସ୍କାର। ଶିକ୍ଷଣ ସୋପାନରେ ମୌଳିକ ସାକ୍ଷରତା ଆଗାମୀ କାର୍ଯ୍ୟ ଯୋଜନା ଜାନୁଆରୀ ମାସରେ କିପରି ଫିଲ୍ଅପ୍ କରିବା ତାହା ଏବେ ଦେଖିବା। ଆଗାମୀ କାର୍ଯ୍ୟ ଯୋଜନା କିପରି ଫିଲ୍ଅପ୍ କରିବା ତାହା ଏବେ ଦେଖିବା। ମୌଖିକ ଭାଷା ବିକାଶ। ମୌଖିକ ଭାଷା ବିକାଶ ପାଇଁ ଅଧିକ ଫ୍ଲାସ୍ କାର୍ଡ଼, ଗଳ୍ପ କାର୍ଡ଼, ଛବି କାର୍ଡ଼ ବ୍ୟବହାର କରାଇବି। ପ୍ରସଙ୍ଗ ଆଧାରିତ ପ୍ରଶ୍ନ ଉତ୍ତର ନିଜ ଭାଷାରେ କହିବାକୁ ଅଧିକ ସୁଯୋଗ ଦେବି। ଏହା ମଧ୍ୟ ଆପଣ ନିଜ ନିଜ ଆଇଡ଼ିଆରେ କିଛି ଲେଖିପାରିବେ। ଡିକୋଡ଼ିଂ। ଆକର୍ଷଣୀୟ ଶବ୍ଦ ଚକ୍ରୀ, ଅକ୍ଷର ଓ ମାତ୍ରା କାର୍ଡ଼ ସମ୍ପର୍କିତ ସକ୍ରିୟାତ୍ମକ କାର୍ଯ୍ୟ କରାଇବି। ଶବ୍ଦ ପଠନ ଓ ଶବ୍ଦ ଗଠନ ବାରମ୍ବାର ଅଭ୍ୟାସ କରାଇବି। ପଠନ। ବଡ଼ ବହି, ଗଳ୍ପ ବହି ଓ ଛବି ବହି ଏକ୍ସନ୍ ମାଧ୍ୟମରେ ପଠନ କରାଇବି। ପିଲାଙ୍କୁ ଅବନା ଶବ୍ଦ, ମାତ୍ରାଯୁକ୍ତ ଶବ୍ଦ, ବାକ୍ୟ ପଠନ ବାରମ୍ବାର ପଢ଼ିବା ପାଇଁ ସୁଯୋଗ ସୃଷ୍ଟି କରାଇବି। ଲିଖନ। ଅକ୍ଷର ମାତ୍ରା ଯୋଡ଼ି ଶବ୍ଦ ଲିଖନ ଅଭ୍ୟାସ କରାଇବି। ଅନୁଚ୍ଛେଦକୁ ଦେଖି ଦେଖି ଲିଖନ କାର୍ଯ୍ୟ କରାଇବି। ଚିତ୍ର ଛବିକୁ ଦେଖି ଶବ୍ଦ ଲିଖନ ଅଭ୍ୟାସ କରାଇବି। ଏହା ମଧ୍ୟ ଆପଣ ନିଜ ନିଜ ଆଇଡ଼ିଆ କିଛି ଲେଖିପାରିବେ। ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।